ଆମର ଆକ୍ରୋପୋଲିସର ଅତି ଶ୍ରଦ୍ଧେୟ ଶଙ୍କର୍ଷଣ ଭାଇ ତାଙ୍କର ପୁତ୍ର ଏବଂ କନ୍ୟା ବିବାହ ବାର୍ଷିକୀ ମୁଁ ଶୁଣିଥିଲି ଯେ ଏ ମେ ମାସ 11 ତାରିଖ ବୋଧେ ତାଙ୍କର ବି ବିବାହ ବାର୍ଷିକୀ ଥିଲା ନା ମାସ। ତେଣୁ ସେଇ ଭିତରେ ସେ ଠାକୁରଙ୍କ ପାଖରେ ତାଙ୍କର ସେଇ ଆତ୍ମ ନିବେଦନ କରିଛନ୍ତି। ତେଣୁ ମୁଁ ପ୍ରାର୍ଥନା ଜଣାଏ ସେଇ ପରିବାରର ସର୍ବବିଧ ମଙ୍ଗଳ ଶ୍ରୀ ଠାକୁର ଆଶୀର୍ବାଦ କରନ୍ତୁ। ତେଣୁ ବିବାହ ଦଶବିଧ ସଂସ୍କାର ମନେ ରଖିତେ ନିଷ୍ଠାଚାର। ସେ ଭିତରେ ବିବାହ ଗୋଟିଏ ସଂସ୍କାର ଯେଉଁଟାକି ଶେଷ ସଂସ୍କାର ବୋଲି କୁହାଯିବ ଏବଂ ଯଦି ଚକ୍ରବର୍ତ୍ତୀ ଭାବେ ଭାବିବାକୁ ପଡ଼େ ତାହେଲେ ପ୍ରଥମ ସଂସ୍କାର। ତେଣୁ ଗୋଟିଏ ଜାଇଗୋଟ ସେ ତାର ବୃଦ୍ଧିପ୍ରାପ୍ତ ହେଇଛି, ତା ଭିତରେ ତାର ପ୍ରଥମ ଗର୍ଭାଧାନଠୁ ଆରମ୍ଭ କରି ପଞ୍ଚବନଠୁ ଆରମ୍ଭ କରି ସୀମନ୍ତନ ଇତ୍ୟାଦି ଇତ୍ୟାଦି ସଂସ୍କାର ଭିତରେ ଦେଇକି ସେ ଆସିଛି ବା ତଥାକଥିତ ଭାବେ ବିନା ଔପଚାରିକ ସଂସ୍କାର ନହେଲେ ମଧ୍ୟ ସେଇ ମାଧ୍ୟମ ଦେଇ ସେ ଗତି କରିଛି ଏବଂ ତାର ପରେ ସେ ବଢ଼ିଛି ଏବଂ ବଢ଼ିବା ଭିତରେ ଦେଇକରି ସେ ଆସିଛି ତାର ପୂର୍ଣ୍ଣାଙ୍ଗ ଗୋଟେ ପୁନର୍ବାର ସେ ଗୋଟେ ନୂତନ ପିଢ଼ି ତିଆରି କରିବାର ଉଦ୍ଦେଶ୍ୟରେ ଯେ ସାମାଜିକ ଦାୟିତ୍ୱ ସେ ହେଉଛି ଗାର୍ହସ୍ଥ ଜୀବନ ଏବଂ ସେ ବିବାହ କରିଛନ୍ତି ଏବଂ ସେଇ ବିବାହ ଭିତରେ ଗୋଟେ ଜାୟା ଏବଂ ପତିର ଗୋଟେ ଦେବଦୁର୍ଲଭ ମୁହୂର୍ତ୍ତ ସ୍ଥିରୀକୃତ ହେଇଥିଲା। ଆଉ ସେଇ ସ୍ଥିରୀକୃତ ସେଇ ଦେବଦୁର୍ଲଭ ମୁହୂର୍ତ୍ତ ତାକୁ ସ୍ମରଣ କରି ପୁନଶ୍ଚରଣ କରି ବାରମ୍ବାର ସେଇ ଅକାଟ୍ୟ ମିଳନ ଆଉ ସେଇ ଯେଉଁ ମିଳନ ଯୁଗ ଯୁଗ ଧରିକି ମିଳନ ଜନ୍ମ ଜନ୍ମ ଧରି ମିଳନ ସେଇ ଶାଶ୍ୱତ ମିଳନର କଥାଟାକୁ ପୁନଃସ୍ମରଣ କରିବା ପାଇଁ ବାରମ୍ବାର ଏହି ଅବସ୍ଥା ଏବଂ ଠାକୁରଙ୍କ ପାଖରେ ସେ ନିବେଦନ ସେଥିପାଇଁ କରିଛନ୍ତି। କାହିଁକି ଆଜିକାଲି ହୋଟେଲ ଇତ୍ୟାଦି କଥାରେ ସମସ୍ତେ ତଥାଗତ ଭାବରେ ଭ୍ରମିତ ସବୁ ଚିନ୍ତାଧାରା ଭିତରେ ସମସ୍ତେ ଅଛନ୍ତି, କିନ୍ତୁ ଯେହେତୁ ସତ୍ସଙ୍ଗର ଆଶ୍ରୟ ଗ୍ରହଣ କରିଛନ୍ତି ଗୋଟେ ପରିବାର ତିଆରି କାରଖାନାର ମୂଳପିଣ୍ଡ ହିସାବରେ ସେ ଆସିଛନ୍ତି, ତେଣୁ ସେ ଠାକୁରଙ୍କ ପାଖରେ ତାଙ୍କୁ ସମର୍ପିତ କରିଛନ୍ତି। ଯାହା କିଛି ଭୁଲ ଅଛି ଯାହା କିଛି ଭଲ ଅଛି ଏ ସବୁକୁ ନେଇକରି ସେ ଠାକୁରଙ୍କ ପାଖରେ ସମର୍ପିତ ଅଛନ୍ତି। ତେଣୁ ଏ ଜନ୍ମ ନହେଲା ଅନନ୍ତ ଜନ୍ମ ଧରି ସାଧନାର କିଛି ସୀମା ନାହିଁ। ତେଣୁ ଜନ୍ମ ଜନ୍ମ ଧରି ସେ ସାଧନା ଲାଗି ରହିଥାଏ। ତେଣୁ ଅନ୍ତରର ଆକୁତି ଏବଂ ସେ ତାଙ୍କର ଏଇ ଯେଉଁ ଚେତନଶୀଳ ବ୍ୟକ୍ତିତ୍ୱଟା ସେ ହିଁ ତାଙ୍କୁ ଜନ୍ମ ଜନ୍ମ ଧରି ସେଇ ଉନ୍ନତିର ପଥକୁ ନେଇଯିବ। ମୁଖ୍ୟ ଠାକୁର କହୁଛନ୍ତି ମୁଚ୍ ଧାତୁ ଆସିଛି ମୁଖ୍ୟ ଅର୍ଥ ମୋଚନ, ଯେଉଁଟା ଗ୍ରନ୍ଥିର ମୋଚନ ଏସବୁ ଏଇ ଯେଉଁ ସମସ୍ତ ସମସ୍ୟା ଅଛି ତାର ସମାଧାନର ବାଟ ସମାଧାନର ସୂତ୍ର ଏକ ଜନ୍ମରେ ହୁଏ ନାହିଁ। ତେଣୁ ଏଇଟା ଧୀରେ ଧୀରେ ପ୍ରତି ଜନ୍ମର ଏଇ ଯେଉଁ ସଂସ୍କାର ଭିତରେ ଦେଇ ସମ୍ୟକ ରୂପେ କରିବା ଭିତରେ ଦେଇକି ସଂସ୍କାର, ତେଣୁ କରିବାଟା ଆଗ୍ରହାନ୍ୱିତ ହେଇ ପ୍ରତିଟିର ବୈଶିଷ୍ଟ୍ୟକୁ ଦେଖି ତାର ଭିତରେ ପଶି ତାଠୁ ଆଗକୁ ଆଗକୁ ଯିବା ଚଳନୀଟା ହେଉଛି ସଂସ୍କାର। ତେଣୁ ସେଇ ଭିତରେ ଦେଇ ସେ ଯଦି ପୁନର୍ବାର ସେଇଭଳି ଭାବରେ କରେ ତାହେଲେ ଏଇଟା ଗୁଣସୂତ୍ର ଜେନେଟିକାଲି ଟ୍ରାନ୍ସମିଟେଡ୍ ହୁଏ। ଗୁଣସୂତ୍ରରେ ବା କ୍ରୋମୋଜୋମର ସେଇ ସମସ୍ତ ଅବସ୍ଥାରେ ସେ ଯେଉଁଟା ତାର ଗୁଣସୂତ୍ର ଯେଉଁଟା ଅଛି ତା ଭିତରେ ଠାକୁର କହୁଛନ୍ତି ଜନି ଶବ୍ଦଟା ଲଗେଇଛନ୍ତି, ଜିନ୍ ଶବ୍ଦରୁ ଆସିଛି ଏବଂ ସେଇ ଭିତରେ ସେଇଟା ସେ ଗୁଣଟା ସୂତ୍ର ଆକାରରେ ଗ୍ରନ୍ଥିତ ହୋଇଯିବ, ଯାହା ଆଜି ବିଜ୍ଞାନ ବହୁତ ପଛରେ ଅଛି। କିନ୍ତୁ ଡିଏନ୍ଏରୁ ତାର ଚରିତ୍ର ତାର ମୁହଁ ତାର ଫିଗର ଏସବୁ ବାହାର କରିବା ପାଇଁ କିଛିଟା ସାମର୍ଥ୍ୟ ରହିଛି, କିନ୍ତୁ ତାହା ହିଁ ସେଇଠି ରହିଛି। ତେଣୁ ଏଇ ଯେଉଁ କଥାଟା ସେଇ ଭିତରେ ଥାଏ, ତେଣୁ ଏଇ ଠାକୁର ଏଇଟାକୁ ମୂଳ ପିଣ୍ଡ ଭାବରେ ଧରିଛନ୍ତି। ଯଦି ଜୀବନର ବର୍ଦ୍ଧନା ମଣିଷ ଚାହେଁ ତାହେଲେ ଏଇ ଜେନେଟିକାଲି ମଣିଷ ଟ୍ରାନ୍ସଫର୍ମ ହେବା ଦରକାର, ଅଧିକ ଉନ୍ନତ ହେବା ଦରକାର ଏବଂ ତା ପାଇଁ କର୍ମ କରିବା ଦରକାର। ଠାକୁର ବାରମ୍ବାର ସେଇ କଥାଟା କହୁଛନ୍ତି ଯେ ପ୍ରହ୍ଲାଦ ତା ପାଇଁ ସେ ମାତୃତ୍ୱ ତାର ଦାୟୀ, ସେ ସେଇଭଳି ଭାବରେ ସେ ପରିବେଶ ତିଆରି କରି କରି ଚାଲିଥିଲା ଯାହାଫଳରେ ସେଇଭଳି ପ୍ରହ୍ଲାଦ ଯାହାକି ଇନ୍ଦ୍ରପଦ ପ୍ରାପ୍ତି ପର୍ଯ୍ୟନ୍ତ ଯାଇଛନ୍ତି। ତାର ତ ସମସ୍ତ ଇନ୍ଦ୍ରିୟକୁ ଜୟ କରିବାର ସେଇ ଶକ୍ତି ତାଙ୍କ ପାଖରେ ଆସିଛି। ସେଇଭଳି ଭାବରେ ଧ୍ରୁବ ସେଇଭଳି ଇତ୍ୟାଦି ଇତ୍ୟାଦି ସବୁ କଥା। ତେଣୁ ଗୋଟେ କଥା ଯଦି କୁହାଯାଏ ଯେ ଏଇ ଜେନେଟିକାଲି ଭିତରେ 1200 ବଢ଼େଇଥିଲେ, କିନ୍ତୁ କୋଣାର୍କର ମୁଣ୍ଡି ମାରିବା ପାଇଁ କେବଳ ନିର୍ବାଚିତ ହେଲେ ବା ସକ୍ଷମ ହେଲେ ବିଶ୍ୱ ମହାରାଜ ଯିଏକି ଶ୍ରେଷ୍ଠ, ତାଙ୍କ ମହାରାଣାମାନଙ୍କ ଭିତରେ ଶ୍ରେଷ୍ଠ ଥିଲେ ତାଙ୍କର ପୁଅ ଧର୍ମପଦ। ସିଏ କେଉଁଠି ରହିଥିଲେ? ତାଙ୍କର ମା ପାଖରେ। ସିଏ ପାଠ ପଢ଼ୁଥିଲେ ମାଆଙ୍କର ଯାହା ଭିତରେ ଦେଇକି ଛାଡ଼ିଥିଲେ, କିନ୍ତୁ ଜେନେଟିକାଲି ଯେଉଁ ତାଙ୍କର ପୁଷ୍ଟିଜାତ ଭାବେ ବଂଶଜାତ ଭାବେ ତାଙ୍କ ପୁରୁଷ ଧରିକି ସବୁ କରିଚାଲିଥିଲେ, ତାର ଫଳସ୍ୱରୂପ
से धर्मपद ही तार मुंडी मारियार से जो स्किलटा भीतर डेभलप करता तेणु ठाकुर कहते जो वैशिष्ट्य उल्लंघन शिक्षाटा मनुष्य को अपवाद आड़क आनी आसे तेणु वैशिष्ट्य को जमी नजर रखा जाए सम्मान दि जाए से भाव में जब वैशिष्ट्य को वृद्धि आड़ को नि जाए क्रमवर्धिष्णु कर तोला जाए ताहले जाके उन्नति संभव नतुवा ये संभव हम ना तेणु एक तो बर्तमान चलनी हिसाब से देखा गले पु पुत्र कन्या जन्म हो सारी पिलापिली भी हो सारे तेणु बापा माँ कम भर तक आउ कौन अच्छी तेणु केवल मानसिक गति रही शारीरिक जो चलनी शारीरिक जेनेटिकाली जो गतिटा जावा कथा से गतिटा से शेष हो तेणु तापर से माने केमती बढ़ेबे परिवर्तन केमती हम से जो बलयटा आचार्य केन्द्रिक जब परिवार भाव चलती जेनेटिकाली शपथ नियंती जे ये भाव में ठाकुर धरी पुनर्पुनः से भाव में नीति नियम जोटा ठाकुर कहते फेरिकी जोटा असफल हवा व्यस्त हवा दरकार नहीं तेणु से निजक सफलता आड़ को ले तेणु ताकू जब मानि चली जाए ठीक ठीक सब हम तेणु अनेक अच्छा विशेषकर आमर सुरेन्द्र भाई अच्छा महानंदा अच्छा निवेदन कर से वक्तव्य रखिए ठाकुर पाखे मो परिवार तथा आपण समस्त अनंत मंगल प्रार्थना कर